ଜଗନ୍ନାଥଙ୍କର ରଥଯାତ୍ରା ଠାରୁ ଆରମ୍ଭ କରି ବାହୁଡ଼ା ଏବଂ ସୁନାବେଶ ପର୍ଯ୍ୟନ୍ତ ପୁରୀରେ ଏକ ଗଣ ମହୋତ୍ସବ ପାଳିତ ହୋଇଥାଏ। ଏଥିରେ ପୁରୀର ଟେମ୍ପଲ ଟ୍ରଷ୍ଟ ଏବଂ ପ୍ରଶାସନର ମୁଖ୍ୟ ଭୂମିକା ରହିଥାଏ। ସଦାସର୍ବଦା ଲୋକଙ୍କ ସେବାରେ ସମର୍ପିତ ଆମର ଗୋଟିଏ ଅନୁଷ୍ଠାନ ସେ ହେଉଛି ମହାବିନାୟକ ସେବା ଟେମ୍ପଲ ଟ୍ରଷ୍ଟ। ରଥଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କୁ ଶୁଖିଲା ଖାଦ୍ୟ, ପାଣି, ଚା, ବିସ୍କୁଟ, ଦହି ସରବତ, ରନ୍ଧା ଖାଦ୍ୟ, ଭାତ ଡାଲି, ଖଟା, ମୋହନ ଭୋଗ, ସୋଲା ଡାଲି ଅନେକ ଖାଦ୍ୟ ସକାଳରୁ ସଞ୍ଜ ଯାଏଁ ମହାବିନାୟକ ସେବା ଟେମ୍ପଲ ଟ୍ରଷ୍ଟର ସଦସ୍ୟମାନେ ନିରବଚ୍ଛିନ୍ନ ଭାବରେ ବଣ୍ଟନ କରୁଛନ୍ତି। ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ହେରା ପଞ୍ଚମୀ ଅବସରରେ ସବିତା ମିଶ୍ର, ନିରଞ୍ଜନ ମିଶ୍ର, ଗୀତାଞ୍ଜଳି ପଣ୍ଡା, କୁନା ମିଶ୍ର, ଝାନ୍ସିରାଣୀ ମିଶ୍ର, ଗୀତାଶ୍ରୀ ଦେବୀ, ଲକ୍ଷ୍ମୀପ୍ରିୟା ଦେ, ନମିତା ଶତପଥୀ, ମାନସୀ ଖଡ଼ିରତ୍ନ ପ୍ରଭୃତିଙ୍କର ଉପସ୍ଥିତିରେ ଲୋକମାନଙ୍କୁ ଓଆରଏସ୍ ପାନୀୟ, ଲେମ୍ବୁ ପାଣି ଏବଂ ବିସ୍କୁଟ ବଣ୍ଟନ କରାଗଲା। ଦିବ୍ୟାଙ୍ଗମାନଙ୍କୁ ଦର୍ଶନ ସୁବିଧା ବ୍ୟବସ୍ଥା କଲା ପ୍ରଶାସନ। ପୁରୀ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ପରାମର୍ଶ ଓ ସହାୟତା କ୍ରମେ ଦିବ୍ୟାଙ୍ଗମାନଙ୍କୁ ଶ୍ରୀ ଗୁଣ୍ଡିଚା ମନ୍ଦିର ମଧ୍ୟରେ ଶ୍ରୀଜୀଉମାନଙ୍କୁ ଦର୍ଶନ ସୁବିଧା କରାଯାଇଛି। ଜିଲ୍ଲାପାଳ ଶ୍ରୀ ରାଣା ନିଜେ ଉପସ୍ଥିତ ରହି ଦିବ୍ୟାଙ୍ଗମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ସହ ବାର୍ତ୍ତାଳାପ କରିଥିଲେ। ପରେ ଭାରପ୍ରାପ୍ତ ସାମାଜିକ ସୁରକ୍ଷା ଅଧିକାରୀ ଅନିତା ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଏହି ଦର୍ଶନର ବ୍ୟବସ୍ଥା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ମହାପ୍ରଭୁଙ୍କୁ ଆଡ଼ପ ମଣ୍ଡପରେ ଦର୍ଶନ କରି ଦିବ୍ୟାଙ୍ଗ ଶ୍ରଦ୍ଧାଳୁମାନେ ଖୁସି ବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମାଜସେବୀ ସିଦ୍ଧାର୍ଥ ରାୟ, ଦି ବେଲ ଅନୁଷ୍ଠାନର ସମସ୍ତ ସ୍ୱେଚ୍ଛାସେବୀ ସହଯୋଗ କରିଥିଲେ। ପୁରୀରୁ ଫଟୋ ନ୍ୟୁଜ୍ ଟାଇମ୍ସର ସାମ୍ବାଦିକ ଲକ୍ଷ୍ମଣ ପଣ୍ଡାଙ୍କ ରିପୋର୍ଟ।